ପିଲା ହିସାବରେ ବହୁତ ବଢ଼ିଆ ପିଲା ଥିଲା ଆମର ରାହୁଲ। ସେ ହେଉଛି ମୋ ଭାଇ, ମୋ ଦାଦାଙ୍କ ପୁଅ। ଏମିତିଆ ଭଲ ପିଲାଟିଏ, ମାନେ ଆପଣମାନେ ଜାଣିପାରିବେନି କାରଣ ମିଶି ନାହାନ୍ତି। ଆମେ ତା ସାଙ୍ଗେ ମିଶିଛୁ, ବସିଛୁ। ଆମେ ଜାଣିଛୁ ଆମ ରାହୁଲ ବହୁତ ଭଲ ପିଲାଟିଏ, ହୃଦୟ ସଫା ପିଲାଟିଏ। ତା ମନ ଭିତରେ ସେମିତି କିଛି ନାହିଁ, ସମସ୍ତ ସାଙ୍ଗରେ ହୃଦୟ ଖୋଲା ମିଶେ। ଆଉ ଏମିତି ତାର ହଠାତ୍ ହେବ ବୋଲି ଆମେ ବି ଶୁଣିଲା ପରେ ଆମକୁ ବିଶ୍ୱାସ ହେଉନି। ଆମକୁ ଲାଗୁନି ଯେ ରାହୁଲ ଚାଲିଯାଇଛି, ଆମକୁ ଲାଗୁଛି ସେ ଅଛି। ଆଉ ଏମିତି ହଠାତ୍ କେତେବେଳେ କ'ଣ ହେବ ସେଇଟା ତ ଆମେ ଜାଣିନେ। କିନ୍ତୁ ଏଇଟା ଯେଉଁଟା ହେଲା ଠିକ୍ ହେଲା ନାହିଁ। ଏଇଟା ଯିଏ ବି ଏମିତି କରିଛି ସେଇଟା ତ ଆମେ ଯେତିକି ଦଣ୍ଡ ଦେଉଛେ ସେ ଠିକ୍ ସେତିକି ହେବ ନାହିଁ। ତାକୁ ଭଗବାନ ଦଣ୍ଡ ଦେବେ, ଆଉ ବଢ଼େଇକି ଦଣ୍ଡ ଦେବେ। ମୁଁ ଫୋନ୍ରେ ସିଏ ଥରେ ମୋତେ ଫୋନ୍ କରିଥିଲେ ରାହୁଲ, ଯେ ଭାଇ କେଉଁଠି ଅଛ? ମୁଁ ଏଥର ଗୋଟେ ବାହାଘର ଯାଇଥିଲି। କହିଲା ଭାଇ ଆସୁନାହାନ୍ତି ଟିକେ ବସିବା ଆଉ ଟିକେ ଖାଇବା ପିଇବା କରିବା। ମୁଁ କହିଲି ନାଇଁରେ, ମୁଁ ଗୋଟେ ଆସିଛି ଗୋଟେ ପାର୍ଟିକି, ମୁଁ ଏବେ ଯାଇପାରିବିନି। ଆଉ ଏଇ କଥା ହେଇଥିଲା ମୋତେ 12 ତାରିଖରେ ଆମର ତାଙ୍କ ସାଙ୍ଗରେ କଥା ହେଇଥିଲୁ ଫୋନ୍ରେ। ବାସ୍ ସେଇଟା ଥିଲା ମୋ ତା ସାଙ୍ଗରେ ଲାଷ୍ଟ କଥାବାର୍ତ୍ତା। ଆଉ ତାପରେ ମୁଁ ଶୁଣିଲା ବେଳକୁ ମୋତେ ହଠାତ୍ କିନା ବିଶ୍ୱାସ ଲାଗିଲାନି ଯେ ରାହୁଲ ଆଉ ନାହିଁ ବୋଲି। ମୋତେ ଭାବିଲା ମୋ ସାଙ୍ଗରେ କିଏ ଗୋଟେ ପ୍ରାଙ୍କ୍ କରୁଛି କି ଗୋଟେ ଥଟ୍ଟା କରୁଛି, ମୋତେ ଏମିତି ଲାଗିଲା। ମୁଁ ଯେତେବେଳେ ତାକୁ ସୋନାଲିକୁ ଫୋନ୍ କଲି ସେତେବେଳକୁ ମୁଁ କନଫର୍ମ ହେଲି ଯେ ରାହୁଲ ଆଉ ନାହିଁ।